ଗାଳ୍ପିକ ନୀଳମଣି ଅତ୍ୟାଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତରେ ମହାପାତ୍ର ନୀଳମଣି ସାହୁ ଅନ୍ୟତମ ପ୍ରତିଷ୍ଠିତ କଥାକାର। 1926 ମସିହାରେ କଟକ ଜିଲ୍ଲାର ନିଆଳିଠାରେ ଜନ୍ମ। ଓଡ଼ିଆ ଭାଷା ଓ ସାହିତ୍ୟର ଅଧ୍ୟାପକ ଥିଲେ। ଗଙ୍ଗାଧର ମେହେର କଲେଜ ସମ୍ବଲପୁରରେ ପୁସ୍ତକାଗାର ନିରୀକ୍ଷକ ପଦବୀରୁ ଉତ୍ତୀର୍ଣ୍ଣ ହୋଇ ସେ ଓଡ଼ିଆ ଅଧ୍ୟାପକ ପଦବୀ ପ୍ରାପ୍ତ ହୋଇଥିଲେ। ଅଧ୍ୟାପନା ବୃତ୍ତି ସହିତ ସାହିତ୍ୟ ରଚନା କରିବାରେ ଥିଲା ତାଙ୍କର ଅଦମ୍ୟ ନିଶା। ଉପନ୍ୟାସ, ଗଳ୍ପ, ଆଲୋଚନା, ଅନୁବାଦର ସ୍ରଷ୍ଟା। ଭୁବନେଶ୍ୱରର ଶହୀଦ ନଗରଠାରେ ବାସ। ବର୍ତ୍ତମାନ ସେ ସ୍ୱର୍ଗତ ଆତ୍ମା। ପ୍ରଥିତଯଶା କଥାକାର। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ପଡ଼ୋଶୀ। ଦୁହେଁ ରାସ୍ତାର ଗୋଟିଏ ପାର୍ଶ୍ୱରେ ତଥା ବାଣୀବିହାର ରେଳ ଷ୍ଟେସନ ନିକଟରେ ଅବସ୍ଥାନ। ତାଙ୍କର କୋଠାଘରର ନାମ ଆକାଶ ପାତାଳ ରଖିଛନ୍ତି, କାରଣ କବି ଲେଖକ ଆକାଶଠାରୁ ନେଇ ପାତାଳ ପର୍ଯ୍ୟନ୍ତ ସୁବିସ୍ତୃତ ଯୋଜନର ଦୂରତ୍ୱର କଥା ଭାବି ପାରିଲେ ଯାଇ କୁଶଳୀ ରଚନାକାର ହୋଇପାରିବ। ସେଥିପାଇଁ ଏ ପ୍ରକାର ନାମ ପ୍ରଦାନ ଯେତିକି କାବ୍ୟିକ, ଚିନ୍ତା ଉଦ୍ରିକ୍ତ, ସେତିକି ଲେଖକୀୟ ଗୁଣକାରକ। ସାଂସାରିକ ମଣିଷର ଦୁଃଖ କଷ୍ଟ, ପ୍ରେମ, ମାନବିକତା, ଆଧ୍ୟାତ୍ମିକ ଚେତନାକୁ ନିଜର ହାସ୍ୟରସାତ୍ମକ ବର୍ଣ୍ଣନାଧର୍ମୀ ଛଟାରେ ଶୈଳୀରେ ସରସ ରୂପ ଦେଇଛନ୍ତି। ତାଙ୍କର ଗଳ୍ପଗୁଡ଼ିକ ବୌଦ୍ଧିକ ନ ହୋଇ ସ୍ୱାଭାବିକ ତଥା ପ୍ରଭାବ ବିସ୍ତାରକ। ଆବେଗ ନିଷ୍ଠ ଭାଷାରେ, ପ୍ରଗଳ୍ଭ କଥକତା ଭଙ୍ଗୀରେ ମଣିଷର ସଂଗୁପ୍ତ ମନର ଚାରିତ୍ରିକ ବିଶ୍ଳେଷଣକୁ ଉନ୍ମୋଚନ କରିବାରେ ତାଙ୍କର ଗଳ୍ପଗୁଡ଼ିକ ବେଶ୍ ରସୋତ୍ତୀର୍ଣ୍ଣ। ତାମସୀ ରାଧା, ଧରା ଓ ଧାରା ନାମରେ ତାଙ୍କର 2ଟି ଉପନ୍ୟାସ ଅଛି। ଏହାଛଡ଼ା ଅନେକ ଗଳ୍ପ ପୁସ୍ତକ ହେଲେ ମିଛ ବାଘ, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ସୁମିତ୍ରାର ହସ, ବିଷ୍ଣୁ ମାୟା, କପୋତ ପକ୍ଷୀ ଗୁରୁ ମୋର, ଅନ୍ଧ ରାତିର ସୂର୍ଯ୍ୟ, ଅନ୍ୟ ରୂପ ରୂପାନ୍ତର, ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ପିଙ୍ଗଳା ସେ ଅନ୍ୟ ଜଣେ, ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ, ବୃନ୍ଦାବନର ଶେଷ ଧୂପ, ନିବେଦିତାର ନୈଶାଭିସାର, ସେକାଳ ପଖାଳ, ପ୍ରେମ ଓ ତ୍ରିଭୁଜ, ଯା ଦେବୀ ମମ ଗୃହେଷୁ। ତାଙ୍କର କାଳଜୟୀ ଲେଖନୀ ନିଃସୃତ ପ୍ରକାଶିତ ଗଳ୍ପ ବହି ଅଭିଶପ୍ତ ଗନ୍ଧର୍ବ ଗଳ୍ପଗ୍ରନ୍ଥ ତାଙ୍କୁ 1982 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ 1984 ମସିହାରେ ସାରଳା ପୁରସ୍କାର ବିଜେତା କରାଇଥିଲା। ଅରବିନ୍ଦଙ୍କ ରଚିତ ସାବିତ୍ରୀ ମହାକାବ୍ୟର ଓଡ଼ିଆ ଅନୁବାଦ କରିଛନ୍ତି। ସନାତନ ଧର୍ମର ସାରକଥା, କଥା ସାହିତ୍ୟର କଳା ଓ କାରିଗରୀ ତାଙ୍କର 2ଟି ଆଲୋଚନା ଗ୍ରନ୍ଥ। ନୀଳମଣିଙ୍କ ଗଳ୍ପଗୁଡ଼ିକ ଆକାରରେ ଭାରି ଦୀର୍ଘ, ଅନେକ ସମୟରେ ପଢ଼ିବାକୁ ଭାରି ବିରକ୍ତ ଲାଗେ। ପାଠକୀୟ ଧୈର୍ଯ୍ୟ ନଥାଏ ଗଳ୍ପର ଦୀର୍ଘ ଆକାରକୁ ଲକ୍ଷ୍ୟ କରି। ତଥାପି ଗଳ୍ପର ଭାଷା ଶୈଳୀ ଆବେଗପୂର୍ଣ୍ଣ ହେଲେ ବି ନିତାନ୍ତ ସାଧାରଣ, କାବ୍ୟିକ ବିମଣ୍ଡିତ ନୁହେଁ। ଅବଶ୍ୟ କେଉଁଠି କେମିତି ପ୍ରଭାବଶାଳୀ। ଅତି ଲଘୁ, ଯେମିତିକି ବୁଦ୍ଧନାଥ, ସୈରିନ୍ଦ୍ରୀ ଦେବୀ ଓ ଢାବଲ ଉପାଖ୍ୟାନ ଗଳ୍ପରେ ସେ ହଗିବେ, ପାଇଖାନା ଇତ୍ୟାଦି ଶବ୍ଦର ପ୍ରୟୋଗ କରିଛନ୍ତି। ତାଙ୍କର ସମସାମୟିକ ଗାଳ୍ପିକମାନଙ୍କର ଭାଷା ନୀଳମଣିଙ୍କ ଗଳ୍ପର ଭାଷା ଭଳି ଏତେଟା ଲଘୁ ସ୍ତରର ନୁହେଁ। ଗଳ୍ପରେ ହାସ୍ୟରସ ସୃଷ୍ଟି ପାଇଁ ଏଭଳି ଭାଷାକୁ ଜାଣିଶୁଣିକି ବ୍ୟବହୃତ କରିଛନ୍ତି। ନୀଳମଣିଙ୍କ ଗଳ୍ପରେ ଭାଷାର ଉଚ୍ଚମାନତା ତଥା ଗାମ୍ଭୀର୍ଯ୍ୟ ତାଙ୍କର ଆକାଶ ପାତାଳ, ଅନ୍ୟ ରୂପ ରୂପାନ୍ତର ଗଳ୍ପଗ୍ରନ୍ଥରେ ଦେଖିବାକୁ ମିଳେ। ନୀଳମଣି ଆଦୌ ଭାଷା ବ୍ୟବହାରରେ ଲଘୁପ୍ରବଣ ହୋଇ ନାହାନ୍ତି। ନୀଳମଣିଙ୍କର ପ୍ରାୟ ଅଧିକାଂଶ ଗଳ୍ପ ଚରିତ୍ର ପ୍ରଧାନ। ଚରିତ୍ର ମନର ସ୍ଥିତି ଦେଇ ସେ ଜୀବନର ସତ୍ୟକୁ ପ୍ରକାଶ କରିଛନ୍ତି। ହାସ୍ୟରସାତ୍ମକ ଶୈଳୀ ମଧ୍ୟରେ କାରୁଣ୍ୟବୋଧ ତାଙ୍କ ଗଳ୍ପମାନଙ୍କରେ ପରିଦୃଷ୍ଟ। ଗଳ୍ପର ନାମକରଣଗୁଡ଼ିକ ବିଶେଷ ଆକର୍ଷଣୀୟ ନୁହେଁ, ତଥାପି ତାଙ୍କର କେତେକ ଗଳ୍ପର ନାମକରଣ ଭାବଦ୍ୟୋତକ ତଥା ପ୍ରତୀକଧର୍ମୀ। ଯେମିତି ଅନ୍ଧ ରାତିର ସୂର୍ଯ୍ୟ, ବାଘର ବିଳାପ, ଅଭିଶପ୍ତ ଗନ୍ଧର୍ବ ଭଳି ନାମକରଣରେ କାବ୍ୟିକ ଭାବ, ଭାବନା ଓ
ପ୍ରତୀକାତ୍ମକ ଚିନ୍ତାଧାରା ସ୍ପଷ୍ଟ ଧରାପଡ଼େ। ଲଳିତା ମିଶ୍ର, ସୁମିତ୍ରାର ହସ, ବୁଦ୍ଧନାଥ ଶୈରେନ୍ଦ୍ରୀ ଦେବୀ ଓ ଢାବଲ ଉପାଖ୍ୟାନ ଇତ୍ୟାଦି। ଗଳ୍ପର ନାମକରଣ ଚରିତ୍ର ପ୍ରଧାନ। ଯା ଦେବୀ ମମ ଗୃହେଷୁ ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ କପୋତପକ୍ଷୀ ଗୁରୁମୋର ଏଭଳି ନାମକରଣ ଗୁଡ଼ିକ ପ୍ରଦାନରେ କବି ଦୁର୍ଗାସ୍ତୁତି ମିଥ୍, ଭାଗବତ ଗୀତା, ଉପନିଷଦୀୟ ଚିନ୍ତାଧାରାକୁ ପ୍ରଭାବିକତା ଠାରେ ଆଣିଛନ୍ତି। ଏଭଳି ନାମ ପ୍ରଦାନ ଲେଖକଙ୍କ ନିଜସ୍ୱ ନୁହେଁ। ଏଭଳି ନାମକରଣ ପୁରାଣ କଳ୍ପିକ ବା ମିଥିକ୍ ନାମକରଣ। ନୀଳମଣିଙ୍କର ଗଳ୍ପଗୁଡ଼ିକ ଆକାରରେ ଦୀର୍ଘ, ଆବେଗିକ ତଥା ଉତ୍କଣ୍ଠାପୂର୍ଣ୍ଣ। ଫଳରେ ପାଠକ କାଁ ଭାଁ ବିରକ୍ତିଭାବ ପ୍ରକାଶ କଲେ ମଧ୍ୟ ଗଳ୍ପ କାହାଣୀର ପରିଣତି ଜାଣିବାକୁ ଗଳ୍ପ ପାଠ ଭିତରେ ମଜ୍ଜି ରହେ। ଏହା ହିଁ ତାଙ୍କ ଗଳ୍ପ ରଚନାର ଅନ୍ୟତମ ସଫଳତା। ନୀଳମଣିଙ୍କ ଗଳ୍ପର ଆଲୋଚନାର ଅନେକ ଦିଗ ରହିଛି, ଯଥା ବିଷୟଗତ ବା ବୈଷୟିକ ଦିଗ, ଭାଷାଗତ ଦିଗ, ଭାବଗତ ଦିଗ, ସୌନ୍ଦର୍ଯ୍ୟଗତ ଦିଗ, ସମାଜଭିତ୍ତିକ ଦିଗ। ଜୀବନ ଅନୁଭୂତିର ବିଷୟ ଚୟନରୁ ଗଳ୍ପ ଲେଖାଯାଇ ଭାଷା ଜରିଆରେ ଜୀବନର ସ୍ୱରୂପ ସତ୍ୟ ପ୍ରକାଶିତ। ରଚନାଗତ ଶୈଳୀ ଭଙ୍ଗୀରୁ ଗଳ୍ପର ସୌନ୍ଦର୍ଯ୍ୟ ସେଥିରେ ନିହିତ। ଆଳଙ୍କାରିକ ଚାରୁତା ସବୁ ରହିଛି, ତାର ସମୀକ୍ଷାତ୍ମକ ଅନୁଧ୍ୟାନ କରାଯାଇ ପାରିବ। ଏହା ହିଁ ସାହିତ୍ୟର ସାମଗ୍ରିକ ସମ୍ପଦ, ଶୋଭା ପ୍ରଦାନ, ସାହିତ୍ୟ ରଚନାର ଉଦ୍ଦେଶ୍ୟ। ଗଳ୍ପରେ ବି ଏହା ଥାଏ। ତେବେ ମୁଖ୍ୟତଃ ନୀଳମଣିଙ୍କ କେତୋଟି ସ୍ୱଳ୍ପ ଗଳ୍ପର ବୈଷୟିକ ଦିଗମାନଙ୍କର ଆଲୋଚନା ଜରିଆରେ ତାଙ୍କର ଗାଳ୍ପିକତାର ସ୍ଥିତିକୁ ଆକଳନ କରାଯାଉଅଛି। ଏଭଳି ଗଳ୍ପକୁ ସୁନିର୍ବାଚିତ ଅର୍ଥରେ ନେଇଛି, ଯଦ୍ୱାରା ଏଥିରୁ ତାଙ୍କ ଗଳ୍ପର ଓଡ଼ିଆ ସାହିତ୍ୟର ସ୍ଥିତିସ୍ଥାପକତାକୁ ଦର୍ଶାଯିବ। ବିଷୟ ଦ୍ୱାରା ହିଁ ମୂଳତଃ ସାହିତ୍ୟର ଅନ୍ୟାନ୍ୟ ଆବଶ୍ୟକ ଉପାଦାନ କଳିତ ହୁଏ। ବିଷୟ ନେଇ ଜୀବନକୁ ଦେଖିବା ଭିତ୍ତିରେ ବୁଝି ହୋଇଥାଏ, ତାର ବୈଚିତ୍ର୍ୟ ତଥା ବିବିଧତାକୁ ଜାଣି ହୋଇଥାଏ। ଲେଖକ ଯେତେବେଳେ ଲେଖେ ସେତେବେଳେ ତା ଆଖିରେ ମୁଖ୍ୟତଃ ବିଷୟ ହିଁ ଥାଏ କି ମୁଁ ଏଇ ବିଷୟ ନେଇ ଲେଖିବି। ପରେ ଯାଇ ଅପର ପ୍ରସଙ୍ଗମାନ ଚାହିଦାକୁ ଦେଖି ଆସେ। ବିଷୟ ଦେଇ ଲେଖକ ସାହିତ୍ୟର ତଥା ରଚନାର ଅନ୍ୟାନ୍ୟ ଉପାଦାନକୁ ଥୋଇଦିଏ। ସେ ଲାଗି ବିଷୟ ସୌନ୍ଦର୍ଯ୍ୟ ହିଁ ମୁଖ୍ୟ। ନୀଳମଣିଙ୍କୁ ମୁଁ ଦଶମ ଶ୍ରେଣୀ ପଢ଼ିଲା ବେଳୁ ଜାଣେ। ତାଙ୍କର ଅନ୍ଧରାତିର ସୂର୍ଯ୍ୟ ଗଳ୍ପ ମୋର ପାଠ୍ୟ ଥିଲା। ସପ୍ତମ ଶ୍ରେଣୀରେ ବିହଙ୍ଗ ବିପ୍ଳବ ଗଳ୍ପ ମୋର ପାଠ୍ୟ ଥିଲା। ତେଣୁ ପ୍ରକୃତରେ ଅଜ୍ଞାତ ଅବସ୍ଥାରେ ସପ୍ତମ ଶ୍ରେଣୀ ପଢ଼ିବା ସମୟରୁ ନୀଳମଣିଙ୍କୁ ଜାଣିଥିଲି। ଦଶମରେ ଦ୍ୱିତୀୟବାର ଜାଣିଲି। ବିହଙ୍ଗ ବିପ୍ଳବ, ମାନବେତର ଚରିତ୍ର ଗଳ୍ପ, ଜଙ୍ଗଲର କିଛି ପଶୁପକ୍ଷୀ ଯଥା ହଳଦୀ ବସନ୍ତ, କାଉ, ମାଙ୍କଡ଼, ଭାଲୁ ଇତ୍ୟାଦି ଶିଶୁ ଗଳ୍ପ ହେଲେ ବି ସୁଖପାଠ୍ୟ ଗଳ୍ପ। ଏହି ଗଳ୍ପ ରଚନାର ଉଦ୍ଦେଶ୍ୟ ହେଲା ତୋଷାମଦ, ଲାଞ୍ଚ ପ୍ରଦାନ ଦ୍ୱାରା ସତକୁ କେବେ ଲୁଚା ରଖାଯାଇ ପାରି ନଥାଏ। ସତ କେବେ ଲୁଚି ରହେନା ନାମରେ ଓଡ଼ିଆରେ ସିନେମା ଅଛି। ମଣିଷର ଅତ୍ୟାଚାର ଧର୍ତ୍ତବ୍ୟ ହୋଇ ଶାସ୍ତିର କାର୍ଯ୍ୟକ୍ରମ ବାହାରିଥାଏ। ପଶୁପକ୍ଷୀ ଚରିତ୍ର ସେହି ବାର୍ତ୍ତା ପାଠକକୁ ଦେଇଥାନ୍ତି। ଜଙ୍ଗଲରେ ଗଛର ଡାଳରେ ବସନ୍ତ ଋତୁ ଆଗମନକୁ ଦେଖି ହଳଦୀ ବସନ୍ତ ପକ୍ଷୀ ଦମ୍ପତିର ସ୍ତ୍ରୀ ହଳଦୀ ବସନ୍ତ ବସାରେ ଅଣ୍ଡା ଫୁଟାଇଛି। 3 ଥର ଦୁଷ୍ଟ ମାଙ୍କଡ଼ ହଳଦୀ ବସନ୍ତର ବସା ଭାଙ୍ଗି ଅଣ୍ଡା ନଷ୍ଟ କରି ଡିଆଁ ଡେଇଁ କୁଦାକୁଦି ବି କରିଦେଇଛି। ଭାଲୁ ରାଜା ପାଖରେ ପକ୍ଷୀକୁଳ, କାଉ, କୋଇଲି, ବଗ ଅଭିଯୋଗ କଲେ। ହେଲେ ଭାଲୁ ଆଗକୁ ଦେଖି ନ୍ୟାୟ କଲେ ବି ପୂର୍ବରୁ ତାର ସିଂହାସନ ପଛପଟେ ମାଙ୍କଡ଼ ବିଲୁଆର ପ୍ରରୋଚନାରେ ପାଚିଲା ପଣସ ଲାଞ୍ଚ ସ୍ୱରୂପ ରଖିଦେଇ ଗୁହାରିଆ ହେବାରୁ ମାଙ୍କଡ଼ ହାତ ଯୋଡ଼ି କହିଛି, ମହାରାଜ ଆପଣ ଖାଲି ଆଗକୁ ଦେଖି ବିଚାର କଲେ ହେବନି, ଟିକେ ପଛକୁ ଦେଖନ୍ତୁ। ପଛରେ ପାଚିଲା ପଣସର ଲୋଭ ସମ୍ଭାଳି ନ ପାରି ଅନ୍ୟାୟ ବିଚାର କରି ଭାଲୁ ରାଜା କହିଛି, ଡେଇଁ ବୁଲିବା ହେଉଛି ମାଙ୍କଡ଼ର ପ୍ରକୃତି ତଥା ତାର କାମ। ହଳଦୀ ବସନ୍ତ ମାଙ୍କଡ଼ର ଡେଇଁ ବୁଲୁଥିବା ଜାଗାରେ କାହିଁକି ବସା କଲା? ଏଣୁ ଦୋଷ ମାଙ୍କଡ଼ର ନୁହେଁ, ହଳଦୀ ବସନ୍ତର। ପକ୍ଷୀ ଦଳ ଲୋଭ ବଶବର୍ତ୍ତୀ ଭାଲୁ ରାଜାର ଅନ୍ୟାୟ ବିଚାର ରାୟକୁ ଶୁଣି ରାଗିଯାଇ ଏକାଠି ହୋଇ ପକ୍ଷୀ କାକଳି ଶବ୍ଦରେ ଭାଲୁ ମାଙ୍କଡ଼କୁ କାମୁଡ଼ି ଖୁମ୍ପି ପକାଇ କ୍ଷତାକ୍ତ କରି ପକାଇଛନ୍ତି। ଜଙ୍ଗଲ ରାଜ୍ୟରେ ପକ୍ଷୀ ବିପ୍ଳବ ଦେଖାଦେଇଛି। ଏହି ରୂପକ ଗଳ୍ପ ଶିଶୁମାନଙ୍କ ପାଇଁ ଯେଭଳି ଆମୋଦକର ସେହିପରି ଶିକ୍ଷଣୀୟ ହୋଇଛି। ଏହା ଶିଶୁ ସଂସାରର ରେଡ଼ିଓ କାର୍ଯ୍ୟକ୍ରମ ପ୍ରସାରଣେ ନାଟ୍ୟ ରୂପାନ୍ତର ହୋଇଥିଲା। ସୁମିତ୍ରାର ହସ ଗଳ୍ପରେ ନାରୀ ଜୀବନର, ଯୁବତୀ ମଣିଷର ବେଦନା ଓ ବ୍ୟର୍ଥତା ରୂପ ପାଇଛି। ସଂସାରର ପ୍ରତ୍ୟେକ ଯୁବତୀ ଝିଅ ଚାହେଁ ଶିକ୍ଷିତା ହୋଇ ବିବାହ କରିବ, ସ୍ୱାମୀ ସନ୍ତାନ ନେଇ
ଦର କରିବ। କିନ୍ତୁ ସଂସାରର ସବୁ ଯୁବତୀଙ୍କ ଭାଗ୍ୟରେ ବିବାହର ସୌଭାଗ୍ୟ, ଜାୟାପତିର ଦାମ୍ପତ୍ୟ ଜୀବନରେ ସୁଖ ଓ ସୁଶ୍ରିତା ସୌନ୍ଦର୍ଯ୍ୟ ଆସିନଥାଏ। ସୁମିତ୍ରା ଭଳି ସଂସାରରେ ଏମିତି କେତେକ ଝିଅ ଅଛନ୍ତି ଯେ ବିବାହର ଅପେକ୍ଷା ନେଇ ଚାକିରିଜୀବୀ ହୋଇ ଅବିବାହିତ ହୋଇ ରହିଯାଆନ୍ତି, ଶଶୀ ରାଉତରାୟଙ୍କର ପ୍ରତିମା ନାୟକ ଭଳି। ସେମାନଙ୍କର ଜୀବନରେ ମନର ମଣିଷର ପୁରୁଷ ବିବାହର ପ୍ରତିଶ୍ରୁତି ନେଇ ଆସନ୍ତି, ହେଲେ ସୁମିତ୍ରା ଭଳି ପ୍ରତିମା ଭଳି ନାରୀଙ୍କୁ ବିବାହ କରନ୍ତି ନାହିଁ। ନାରୀଙ୍କଠାରେ ଆଶ୍ରୟ ପାଆନ୍ତି, ମିଛ ପ୍ରେମର ବାହାନା ରଚନ୍ତି, ହେଲେ ପରକ୍ଷଣରେ ପ୍ରତିଶ୍ରୁତିକୁ ଭୁଲିଯାଇ ସୁମିତ୍ରା ଭଳି ନାରୀଙ୍କୁ ଏକା କରି ପ୍ରେମର ସନ୍ତକ ମୁଦ୍ରିକା ଫେରାଇ ସବୁଦିନ ପାଇଁ ଏକା କରି ଚାଲିଯାଆନ୍ତି। ବେଦନାର ଅସହ୍ୟତାରେ ସୁମିତ୍ରା ଭଳି ଝିଅମାନେ ମେସ୍ରେ ଅନ୍ୟାନ୍ୟ ଅବିବାହିତ ଚାକିରିଜୀବୀ ମହିଳାଙ୍କ ସହିତ ବାହାରେ ହସି ଭିତରେ କାନ୍ଦି ଯେଉଁ ପାଗଳପ୍ରାୟ ଜୀବନ ବିତାନ୍ତି, ତାହା ହିଁ ସୁମିତ୍ରାର ହସ ଗଳ୍ପରେ ଓ ସୁମିତ୍ରା ଚରିତ୍ରରେ ଗାଳ୍ପିକ ଦେଖାଇଛନ୍ତି। ବାଘର ବିଳାପ ଗଳ୍ପଟି ପ୍ରତୀକଧର୍ମୀ ନାମକରଣକୁ ଭିତ୍ତି କରି ଧରିଛି। ତନ୍ତ୍ରବିଦ୍ୟାର ମଣିଷ ଜୀବନ ଉପରେ କୁପ୍ରଭାବ ଓ ତାର କ୍ଷତିକାରୀ ସତ୍ତା ଚେତନାକୁ ନେଇ ଗଳ୍ପର କାହାଣୀ ପରିକଳ୍ପିତ। ଗଳ୍ପଟି ଏକ ଚରିତ୍ର ଏବଂ ପ୍ରତୀକ ପ୍ରଧାନ ଗଳ୍ପ। ବାଘକୁ ତନ୍ତ୍ରବିଦ୍ୟାର ପ୍ରତୀକ ଭାବରେ ଗାଳ୍ପିକ ନେଇଛନ୍ତି। ବାଘ ହିଂସ୍ର ଥିବାରୁ ଭୟଙ୍କର, ତନ୍ତ୍ରବିଦ୍ୟା ମଣିଷର କ୍ଷତି କରୁଥିବାରୁ ଭୟଙ୍କର। କୋରାନ ଏହି ବିଦ୍ୟାକୁ ଶଇତାନୀ ବିଦ୍ୟା କହିଛି। ଯେଉଁ ମଣିଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ତନ୍ତ୍ରବିଦ୍ୟାର ଧାରକ ହେବେ, ସେମାନେ ସମସ୍ତେ ମଲାପରେ ପୁନର୍ଜୀବିତ ହୋଇ ଚିର ନର୍କଗାମୀ ହେବେ ବୋଲି କୋରାନ ଚେତାବନୀ ଦେଇଛି। ମଣିଷ ମାନିଲେ ହେଲା, ନ ମାନିଲେ ଶାସ୍ତି ଭୋଗିବ ବୋଲି କୋରାନ କହିଛି। ବାଘ ବଳୁଆ ତଥା ଜନ୍ତୁମାନଙ୍କ ମଧ୍ୟରେ ନିର୍ଭୟୀ, ସେ ହିଂସ୍ର ଖାଦକ। ସମସ୍ତେ ତାକୁ ଭୟ କରିବେ। ସେ ଅନ୍ୟର ଅନିଷ୍ଟ କରିପାରିବ ସିନା, ହେଲେ ଅନ୍ୟମାନେ ତାର କୌଣସି ଅନିଷ୍ଟ କରିପାରିବେ ନାହିଁ, କରିବାର ସାହସ ମଧ୍ୟ ମନରେ ରଖିପାରିବେ ନାହିଁ। ତନ୍ତ୍ରବିଦ୍ୟା ଠିକ୍ ବାଘ ଭଳି ଭୟଙ୍କର। ଗଳ୍ପରେ ଧର୍ମକୁଣ୍ଡୁ ନାମକ ଜଣେ ତାନ୍ତ୍ରିକ ବା ଗୁଣିଆର ଜୀବନ କାହାଣୀ ଭିତରେ ଗାଳ୍ପିକ ତନ୍ତ୍ରବିଦ୍ୟାର ଅଲୌକିକତା ଓ ଅସାଧ୍ୟ ସାଧନ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଏହାର ଭୟାବହ ଅପକାରିତା ଦୋଷ ପାଇଁ ଏହାର ପକ୍ଷପାତୀ ନୁହନ୍ତି। ତନ୍ତ୍ର ସାଧନା ଦ୍ୱାରା ମଣିଷ ଭଗବାନ ହେବାର ଦୁରାଶା ଅପଚେଷ୍ଟା କରୁଥିବାରୁ ଈଶ୍ୱର ବି ମଣିଷ ଉପରେ ରାଗନ୍ତି। ଧର୍ମକୁଣ୍ଡୁ ସାମୂହିକ ଆବେଗର ବଶବର୍ତ୍ତୀ ହୋଇ ତନ୍ତ୍ରବିଦ୍ୟାରେ ପ୍ରଚଣ୍ଡ ପାରଦର୍ଶିତା ଦେଖାଇ ମାନବ ସମାଜରେ ନାନାଦି ଅମଙ୍ଗଳ କରିଛି, ଲୋକଙ୍କୁ ଡରାଇକି ରଖିଛି। ଶେଷରେ ମନ୍ତ୍ରବଳରେ ବାଘ ହୋଇ କିପରି ସେହି ରୂପରେ ଜୀବନ ବିତାଇ ପୁନର୍ବାର ମଣିଷ ରୂପ ଫେରି ପାଇବାର ଆକୁଳ ବ୍ୟାକୁଳ ବିଳାପ କରିଛି ସିନା, ସ୍ତ୍ରୀର ଭୟ ଯୋଗୁଁ ତାର ଦେହରେ ହଳଦୀ ପାଣି ବୋଳା ହୋଇ ପାରିନି। ସକାଳ ହୋଇଯିବାରୁ ଧର୍ମ ସେହି ବାଘ ରୂପରେ ରହିଯାଇଛି। ଜୀବନ ମଧ୍ୟରେ ମଣିଷ ଜନ୍ମର ପୁଣ୍ୟ ଫଳ ଓ ସୌଭାଗ୍ୟ ଅନ୍ୟ କୋଉଥିରେ ମିଳେନା। ଆଉ ଏହି ସାର୍ଥକତା ଥାଏ ଅନ୍ୟର ଉପକାର କରିବାରେ, ଆଶୀର୍ବାଦ ପାଇବାରେ, ଅନ୍ୟର କ୍ଷତି କରିବାରେ ନୁହେଁ। ଗଳ୍ପରେ ଏହି ଭାବ ପରୋକ୍ଷରେ ସୂଚିତ। ବୁଦ୍ଧନାଥ, ସୈରିନ୍ଧ୍ରୀ ଦେବୀ ଓ ଢାବଲ ଉପାଖ୍ୟାନ ଗଳ୍ପ ମଧ୍ୟ ଚରିତ୍ର ପ୍ରଧାନ। ବୁଦ୍ଧନାଥଙ୍କ ପରିବାରକୁ ନେଇ ଗଳ୍ପ କାହାଣୀ କେନ୍ଦ୍ରୀଭୂତ। ବୁଦ୍ଧନାଥ ଜଣେ ଅତି ନିମ୍ନ ମଧ୍ୟବିତ୍ତ ଲୋକ ସମାଜର ଦାୟାଦ। କଟକ ସହରରେ କିରାଣୀ ଚାକିରି କରନ୍ତି। ସନ୍ତାନ ବହୁଳ କୁଟୁମ୍ବ। ଘରେ ସ୍ତ୍ରୀ ସୈରିନ୍ଧ୍ରୀ ଦେବୀ, ସ୍ୱଳ୍ପ ବେତନଭୋଗୀ କର୍ମଚାରୀ। କଟକର ଅସ୍ୱାସ୍ଥ୍ୟକର ଏକ ପରିବେଶରେ ଘର ଆଗରେ ନର୍ଦ୍ଦମା, ପିଲାଏ ନଳା ଉପରେ ବସି ଝାଡ଼ା ଫେରନ୍ତି। ସାଧାରଣ ନାପସନ୍ଦ ଅବସ୍ଥିତି। ଏହାରି ମଧ୍ୟରେ ସଂକୀର୍ଣ୍ଣ ଘରଟିଏ ଭଡ଼ାରେ ନେଇ ଘରୋଇ ସମସ୍ୟାରେ ପଡ଼ି ସ୍ତ୍ରୀଙ୍କଠାରୁ ସବୁବେଳେ ଗାଳି ଖାଇଛନ୍ତି। ସ୍ତ୍ରୀଙ୍କୁ ଅର୍ଥନୈତିକ ସ୍ୱାଚ୍ଛନ୍ଦ୍ୟ ଦେଇପାରି ନାହାନ୍ତି। ଏହି ପରିସ୍ଥିତି ମଧ୍ୟରେ ଜୀବନ ବିତାଉଥିବା ବେଳେ ଆଦିକନ୍ଦ ନାମକ ଜଣେ ଗ୍ରାମୀଣ ବନ୍ଧୁଙ୍କ ଅତିଶୟ ସୁବିଧାବାଦୀ, ସ୍ୱାର୍ଥପର ଓ ଅନ୍ୟକୁ ଅଯଥା ଯନ୍ତ୍ରଣା ଦେଇ ସୁଖୀ ହେଉଥିବା ଲୋକର ବ୍ୟବସାୟୀ ଉଦ୍ଦେଶ୍ୟରେ ତାଙ୍କ ଘରେ ରଖିଥିବା କାଠବାକ୍ସ ଜନିତ ଦୁର୍ଦ୍ଦଶା, ସେହି ବାକ୍ସକୁ ଫେରାଇ ନ ନେବାରୁ ବୁଦ୍ଧନାଥଙ୍କ ଶିଶୁମାନେ ଯେଉଁ ଶାରୀରିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଛନ୍ତି, ଶେଷରେ କାଠବାକ୍ସର ଭଙ୍ଗା ପରିଣତି। ତଳ ଆଡ଼ୁ ଉଇଖାଇ ତାକୁ ଉଠାଇଲା ବେଳେ ଭିତରୁ ନଡ଼ିଆ କତାମାନ ବାହାରିଥିଲା। ହେଲେ ଆଦିକନ୍ଦ ବୁଦ୍ଧନାଥଙ୍କୁ କହିଥିଲା କି ବାକ୍ସ ଭିତରେ ବହୁ ଦାମିକା ଜିନିଷ ଅଛି। ସେ ଠକିଥିଲା। ଏହିସବୁ ଚିତ୍ର ଭିତରେ ମଣିଷର ଅନ୍ୟ ପାଇଁ ତୁଚ୍ଛା ଦୁଃଖ ଯନ୍ତ୍ରଣା ମୁଣ୍ଡାଇବା, ପାରିବାରିକ ଯାତନାରୁ ଉତ୍ପନ୍ନ ଅନୁଭବ ଭିତରେ ହାସ୍ୟ କରୁଣର ମଧୁର
ସମାବେଶ ଘଟାଇ ବୁଦ୍ଧନାଥଙ୍କ ଈଶ୍ୱର ପ୍ରୀତି, ଧୈର୍ଯ୍ୟ, ମନୋବୃତ୍ତି, ପାରିବାରିକ ଜୀବନ ଯାତନା ଓ ଦୟନୀୟତା ବର୍ଣ୍ଣିତ। ଯା ଦେବୀ ମମ ଗୃହେଷୁ ଏକ ହାସ୍ୟରସାତ୍ମକ ଗଳ୍ପ। ଏହି ଗଳ୍ପଟି ବେତାର ନାଟ୍ୟ ରୂପ ଲାଭ କରି ପ୍ରଶଂସିତ ହୋଇଥିଲା। ଚଳଚ୍ଚିତ୍ର ଅଭିନେତ୍ରୀ ଲୀଲା ଦୋଳାଳି ଶୈବଳିନୀ ଚରିତ୍ରରେ ଭାଗ ନେଇଥିଲେ। ଜଣେ ପଶୁ ଡାକ୍ତର ଓ ତାଙ୍କ ସ୍ତ୍ରୀଙ୍କ ପାରିବାରିକ ହାସ୍ୟମଧୁର କିଞ୍ଚିତ୍ ଉତ୍ତେଜକ ଚିଡ଼ିଚିଡ଼ା ଜୀବନ ବଳୟ ମଧ୍ୟରେ ଜଣେ ଇତର ପରନାରୀର ପ୍ରବେଶ ଓ ପଳାଇଯିବା ଅବସ୍ଥାକୁ ନେଇ ସ୍ତ୍ରୀ ଜୀବନରେ ଆତିଥ୍ୟ ପ୍ରୀତିର ଯେଉଁ ମୋହଭଙ୍ଗତାକୁ ଆଣିଛି ତାହାରି ଜୀବନଲିପି ବର୍ଣ୍ଣିତ। ଗଳ୍ପର ବିଶେଷ ଦିଗଟି ହେଲା କ୍ରମିକ ଉତ୍କଣ୍ଠା ଶଙ୍କର ଚରିତ୍ରକୁ ନେଇ ପ୍ରଖ୍ୟାପନରେ ରହିଛି। ଭଲ ସ୍ୱାମୀ ଭଲ ସ୍ତ୍ରୀଟିଏ ଦାମ୍ପତ୍ୟ ଜୀବନରେ ପାଇବା ଭାଗ୍ୟର କଥା। ସ୍ୱାମୀର ସ୍ତ୍ରୀ ଯଦି ସ୍ୱଭାବରେ କଠୋର, କ୍ରୂରା, କଟୁଭାଷିଣୀ, ବଦ୍ରାଗୀ ହୁଏ ତାହେଲେ ସ୍ୱାମୀର ଜୀବନ ବଞ୍ଚିବାରେ ଦୁର୍ବିସହ ଯନ୍ତ୍ରଣାଦାୟକ ହୋଇଯାଏ। ତାର ଜ୍ୱଳନ୍ତ ଚରିତ୍ରଦ୍ୱୟ ହେଲେ ବୁଦ୍ଧନାଥ, ପଶୁ ଡାକ୍ତର ମହାପାତ୍ର। ସ୍ତ୍ରୀଙ୍କର ସମସ୍ତ ପ୍ରକାର କଟୁ ବ୍ୟବହାର, ଅତ୍ୟାଚାରକୁ ଅମ୍ଳାନ ବଦନରେ ହସି ହସି ଓ ଧୈର୍ଯ୍ୟର ସହିତ ସ୍ୱାମୀ ସହିଯାଇଛନ୍ତି। ପାରିବାରିକ ଜୀବନକୁ ଆସନ୍ନ ବିପଦରୁ ରକ୍ଷା କରିପାରିଛନ୍ତି, ଝଗଡ଼ାରୁ ବଞ୍ଚେଇଛନ୍ତି। ଅନ୍ଧରାତିର ସୂର୍ଯ୍ୟ ଗଳ୍ପରେ ମୃତ୍ୟୁଞ୍ଜୟ ବାବୁଙ୍କ ଗାର୍ହସ୍ଥ୍ୟ ଜୀବନ ଓ ତାଙ୍କ ଚାରିତ୍ରିକ ବିଶେଷତ୍ୱ ନେଇ ଲିଖିତ ହୋଇଥିଲେ ବି ଗଳ୍ପଟି ଦାର୍ଶନିକ ଭାବସମ୍ପନ୍ନ, ଈଶ୍ୱରୀୟ ଚେତନାରେ ସମୃଦ୍ଧ। ଦୁସ୍ଥ ଆର୍ଥିକ ସଙ୍କଟ ମଧ୍ୟରେ ଗତିଶୀଳ ପରିବାର ଖାଇବା ରହିବାର ସବୁ ସ୍ୱାଧୀନତା ହରାଇଛି। ମୃତ୍ୟୁଞ୍ଜୟ ବାବୁ ସୀତା, ସାଗର, ରୋହି ମାଛ ନିଜେ ଖାଇପାରି ନାହାନ୍ତି କି ଆଇଁଷି ପ୍ରିୟ ଝିଅକୁ ଖୁଆଇ ପାରିନଥିଲେ। ଗୃହିଣୀଙ୍କ ପୋଟଳ ଚିରା ଆଖିର ତାଡ଼ନାରେ ଡରିଯାଇ ଖାଦ୍ୟ ଲୋଭର ଜୀବନ ଧାରଣର ସବୁ ସୁଖ ଜଳିଯାଇଛି। ତଥାପି ବର୍ଷା ମୁଖର ତୋଫାନ ସନ୍ଧ୍ୟାର ହଇରାଣ ସ୍ଥିତିରେ ମୃତ୍ୟୁଞ୍ଜୟଙ୍କ ଘର ଫେରନ୍ତା ସାଇକେଲରେ ଚେମିଣି ଲାଗି ରହିବା, ଆହତ ଚେମିଣିର ଗୋଡ଼ରେ ପିଲାଙ୍କର ଆୟୋଡିନ୍ ଲଗାଇ ସେବା କରିବାର ଜୀବେଦୟା, ମାନବୀୟ ପ୍ରୀତି ଓ ଦୁନିଆର ଜୀବନଧାରଣଗତ ଖାଦ୍ୟ ପିପାସାଗତ ଦରଦାମ ବୃଦ୍ଧି ଓ ଗରିବ ଲୋକର ଆର୍ଥିକ ଅଭାବକୁ ଅନ୍ଧାରର ପ୍ରତିରୂପ ଓ ଧନୀ ଦରିଦ୍ରର ସୀମାରେଖା ଉଚ୍ଛେଦକୁ ସୂର୍ଯ୍ୟର ପ୍ରତୀକ, ଆଶାର ଆଲୋକ ଭାବରେ ନାମିତ କରି ପାରିବାରିକ ଜୀବନର ରମଣୀୟ ଚିତ୍ର ପ୍ରଦତ୍ତ। ଏକ ମର୍କଟର କାହାଣୀ ଗଳ୍ପରେ ମାଙ୍କଡ଼ ଓ ମଣିଷ ମଧ୍ୟରେ ପ୍ରଭେଦ, ତାର ଆତ୍ମ ଅଭିଭାଷଣଗତ ସ୍ୱଗତ ସଂଳାପ, ତାତ୍ତ୍ୱିକ ଭାବଦର୍ଶନରେ ରହିଛି। ପଞ୍ଚତନ୍ତ୍ରର ସେହି ଗଳ୍ପ ମାଙ୍କଡ଼ କୁମ୍ଭୀରର କାହାଣୀ ଉପଲକ୍ଷ୍ୟ ଦର୍ଶାଏ। ମନମତ୍ତ ଦୁହାଁଳ ଗାଈ ବା ମନ ବ୍ୟସ୍ତ ଅଛି ଭାବନାରେ ଗାଈ ପହ୍ଲା କ୍ଷୀର। ଅପର ଦାର୍ଶନିକ ଗଳ୍ପ ସଞ୍ଚିତ ଭଳି ମଣିଷର ମସ୍ତିଷ୍କ ସବୁ ଭାବନାର ଷ୍ଟୋର ବା ଉତ୍ସ। ଭାବି ବସିଲେ ସେହି ଗୋଦାମରୁ ଭାବନା ଝରିପଡ଼େ। ମନକୁ ଦୁଧିଆଳି ଗାଈ ବୋଲି ଭାବି ସେଥିରେ ଚିନ୍ତାଶୀଳତାର ଜୀବନ ଦର୍ଶନର ଘଣ୍ଟା ଚକଟାର ଗାଳ୍ପିକ ଗଉଡ଼ ହୋଇ ଦୁହିଁବା କାର୍ଯ୍ୟ ଭିତରେ ସଂସାର ଓ ବୈରାଗ୍ୟ ଉଭୟ କିପରି ଜୀବନ ପାଇଁ ଦରକାର, ମନର ଦର୍ପଣରେ ତାର ଦର୍ଶନ ହୋଇଛି। ମନ ଦର୍ପଣରେ ମତ୍ତ ହୋଇଗଲେ ଦୁହିଁବା ସହଜ ହୋଇଥାଏ। ଏହିଭଳି ମହାପାତ୍ର ନୀଳମଣିଙ୍କ ଗଳ୍ପ ଆକାରରେ ସୁଦୀର୍ଘ ହେଲେ ବି ଭାବ ସମ୍ବାଦ ପ୍ରେରଣ କରିବାରେ ଅନେକତ୍ର ସ୍ମରଣୀୟ, ରୋଚକୀୟ, ହାସ୍ୟ କାରୁଣ୍ୟର ଯୁଗପତ୍ ଉଦ୍ରେକକାରୀ।